ଦେଖୁଛନ୍ତି ଯେ ସାରଥୀ ବର୍ତ୍ତମାନ ପ୍ରସ୍ତୁତ ହେଉଛନ୍ତି ରଥ ଉପରକୁ ଯିବା ପାଇଁ। ଭୋଇ ସେବାୟତ ମାନେ ଯେଉଁମାନେ ଅଛନ୍ତି ସେମାନେ ବର୍ତ୍ତମାନ ସାରଥୀକେ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ଆପଣ ମଧ୍ୟ ଦେଖିପାରୁଥିବେ ଗୋଟେ ପ୍ରକାର ବଡ଼ଦାଣ୍ଡ ବର୍ତ୍ତମାନ ଭକ୍ତିମୟ ପରିବେଶ ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି। କାରଣ କାଳିଆ ସାଆନ୍ତ ଆଜିଠାରୁ ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏଥିପାଇଁ ରଥ ବି ପ୍ରସ୍ତୁତ, ପଥ ପ୍ରସ୍ତୁତ, ସମସ୍ତ ପ୍ରସ୍ତୁତ ବର୍ତ୍ତମାନ ସମୟରେ ସରିଛି ଏବଂ ଗତକାଲି ମଧ୍ୟ ମହାପ୍ରଭୁଙ୍କ ଆଦେଶରେ ଆଜ୍ଞାମାଳା ମଧ୍ୟ ଗତକାଲି ମଧ୍ୟ ଆସିସାରିଛି, ଆଜ୍ଞାମାଳା ମଧ୍ୟ ଆସିସାରିଛି ଏବଂ ଯେତେବେଳେ ଆଜ୍ଞାମାଳା ଆସିସାରିଛି ଆଜି ହେଉଛି ମହାପ୍ରଭୁଙ୍କର ଆଜି ନବଦିନାତ୍ମକ ଯାତ୍ରା। ଆଉ ଏଥିପାଇଁ ପୁରାପୁରି ପ୍ରସ୍ତୁତ ବର୍ତ୍ତମାନ ସରିଛି ଏବଂ ନିର୍ଦ୍ଦେଶ ଖାଲି ଅପେକ୍ଷା ରହିଛି କେତେବେଳେ ମହାପ୍ରଭୁଙ୍କୁ ରଥାରୂଢ଼ ହେବେ ଏବଂ କାଳିଆ ସାଆନ୍ତ ଭାଇ ଭଉଣୀକି ସାଥିରେ ଧରିକି ନବଦିନାତ୍ମକ ଯାତ୍ରାରେ ବାହାରିବେ। ଏବଂ ନିଶ୍ଚିତ ଭାବରେ ବଡ଼ ଦାଣ୍ଡରେ ସକାଳୁ ସକାଳୁ ମଧ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ଏବଂ ଏବେଠାରୁ ମଧ୍ୟ ଭକ୍ତମାନେ ମଧ୍ୟ ଧୀରେ ଧୀରେ ଆସିବା ଆରମ୍ଭ କରିଦେଇଛନ୍ତି। କାରଣ ଏ ଲୀଳା ହେଉଛି ଅପୂର୍ବ ଲୀଳା। ଆଉ এই ଲୀଳାକୁ ଦେଖିବା ପାଇଁ କେବଳ ଓଡ଼ିଶା ନୁହଁ, ଦେଶ ନୁହଁ, ଦେଶ ବାହାରୁ ମଧ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ଏକତ୍ରିତ ହେବେ ଏବଂ ଏଥିପାଇଁ ପୁରାପୁରି ଆପଣମାନେ ମଧ୍ୟ ଦେଖିପାରୁଥିବେ ଯେ କିଭଳି ଭାବରେ ଯେଉଁ ସାରଥୀଙ୍କୁ ରଥ ଉପରକୁ ନିଆଯାଉଛି। ଭୋଇ ସେବାୟତ ମାନେ ତାଙ୍କର ଯେଉଁ କାମ ରହିଛି ସେ ସାରଥୀଙ୍କୁ ରଥ ଉପରକୁ ନେଉଛନ୍ତି ଏବଂ ନିଶ୍ଚିତ ଭାବରେ ଯଦି କୁହାଯାଇପାରିବ ତାହେଲେ ପୁରାପୁରି ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଏବଂ ଅପେକ୍ଷା ରହିଛି ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି କେତେବେଳେ ରଥାରୂଢ଼ ହେବେ ଆଉ ରଥାରୂଢ଼ ହେଇକିରି ନବଦିନାତ୍ମକ ଯାତ୍ରା କରିବେ ଗୁଣ୍ଡିଚା ମନ୍ଦିରକୁ। ଏହା ନିଶ୍ଚିତ ଭାବରେ ସବୁ ଜାତି ଧର୍ମ ବର୍ଣ୍ଣ ସବୁ ନିର୍ବିଶେଷରେ ସମସ୍ତେ ମହାପ୍ରଭୁଙ୍କ ରଥ ଉପରେ ଦର୍ଶନ କରିବେ। ସବୁବେଳେ ତ ମନ୍ଦିରରେ ମହାପ୍ରଭୁ ଦର୍ଶନ ଦିଅନ୍ତି, କିନ୍ତୁ ଏହି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳାକୁ ଦେଖିବା ପାଇଁ ରଥାରୂଢ଼ ଅବସ୍ଥାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମନରେ ଆକୁଳ ନିବେଦନ ଥାଏ ଏବଂ ମହାପ୍ରଭୁ ଏହି ନବଦିନାତ୍ମକ ଯାତ୍ରା କରିଥାନ୍ତି ଏବଂ ରଥ ଉପରେ ଆଜି ମହାପ୍ରଭୁ ତାଙ୍କର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତ ସେଥିପାଇଁ ଏ ଲୀଳା ହେଉଛି ବିଚିତ୍ର ଅପୂର୍ବ ଲୀଳା ଏବଂ ଏହି ଅପୂର୍ବ ଲୀଳାକୁ ଦେଖିବା ପାଇଁ ମଧ୍ୟ ଚାରିଆଡ଼ୁ ଭକ୍ତମାନଙ୍କ ସୁଅ ଛୁଟିଥାଏ ଏବଂ ସବୁ ପ୍ରକାର ପ୍ରସ୍ତୁତି ବର୍ତ୍ତମାନ ସମୟରେ ସରିଛି ଏବଂ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଏହି ଲୀଳାକୁ ଦେଖିବା ପାଇଁ ମଧ୍ୟ ଭକ୍ତମାନେ ଅପେକ୍ଷା କରିଛନ୍ତି।